2014 ଏହି ଶେଷ ଥର, ହୁଏତ ଅନେକ ଦିନ ପାଇଁ, ତୋ ସାନ୍ନିଧ୍ୟରେ ଅଭିଷିକ୍ତ ଏହି ନିସ୍ତବ୍ଧ କକ୍ଷରେ, ଏହି ଟେବୁଲ ପାଖରେ ବସି ମୁଁ ଲେଖୁଛି। ଆଗାମୀ 3 ଦିନ ଧରି ହୁଏତ ମୁଁ ଆଉ ଲେଖିପାରିବି ନାହିଁ। ଅନ୍ତର୍ମୁଖୀ ଏକାଗ୍ରତା ନେଇ ଏହି ପୃଷ୍ଠା ଉପରେ ମୁଁ ଯେତେବେଳେ ଧ୍ୟାନ ଦେଉଛି, ପଛ ଆଡ଼କୁ ପୃଷ୍ଠା ଓଲଟାଇ ଚାଲିଲେ ଦେଖୁଛି, ତାହା ଯେପରି କ୍ରମଶଃ ଲୀନ ହୋଇଯାଉଛି ଅତୀତର ସ୍ୱପ୍ନ ଭିତରେ। ଅନ୍ୟ ଦିଗରେ ଏହି ଅଲେଖା ଧଳା ପୃଷ୍ଠାଟି ଉପରେ ଦୃଷ୍ଟି ଦେଲେ ଦେଖୁଛି, ତାହା ଯଦିଓ ଶୂନ୍ୟ, କିନ୍ତୁ ଭବିଷ୍ୟତର ସ୍ୱପ୍ନ ସମ୍ଭାବନାରେ ପରିପୂର୍ଣ୍ଣ। ତାହେଲେ ବି ତାହା କେଡ଼େ କ୍ଷୁଦ୍ର, କେଡ଼େ ପିଲାଳିଆ ଓ ମୂଲ୍ୟହୀନ ଦେଖା ନଯାଏ, ଯେତେବେଳେ ତାକୁ ଦେଖେ ତୋର ଆନନ୍ଦର ଆଲୋକରେ। ଏକମାତ୍ର ପ୍ରୟୋଜନୀୟ ବସ୍ତୁ ହେଲା ପ୍ରେମ ଓ ଆନନ୍ଦ ସହ ତୋର ଦିବ୍ୟ ବିଧାନ ମାନି ଚଳିବା। ହେ ଭଗବାନ, ଆମର ପ୍ରତି ଅଙ୍ଗ, ଆମ ଭିତରର ସବୁ କିଛି ଯେପରି ତୋର ଆରାଧନା କରେ, ତୋର ସେବା କରେ, ବିଶ୍ୱ ଯେପରି ଲାଭ କରେ ତୋର ଶାନ୍ତି, ବିଶ୍ୱ ଯେପରି ଲାଭ କରେ ତୋର ଶାନ୍ତି।